ଆଜି ହେଉଛି ଏ ବର୍ଷର ଶେଷ ଦିନ। ଖାଲି କ୍ୟାଲେଣ୍ଡରରେ ତାରିଖ ଚେଞ୍ଜ ହେଉନି, ବରଂ ଆମକୁ ଗୋଟେ ନୂଆ ଚାନ୍ସ ମିଳୁଛି ନିଜକୁ ଆହୁରି ଭଲ ବନେଇବା ପାଇଁ। 2026 ପାଖରୁ ସେ ସବୁ କିଛି ପାଇବାର ଆଶା ରଖିଛି ଯେଉଁଟା 2025 ମୋତେ ଦେଇନି। ଏ ବର୍ଷ ପୁଣି ଆଉ କିଛି ନୂଆ ବି ଯୋଡ଼ି ହେଇଯିବ। ଏ ବର୍ଷ ବହୁତ କିଛି ଶିଖେଇଛି। ତୁମକୁ ଖୁସି ରଖିବାର ଦାୟିତ୍ୱ ନା କେବଳ ତୁମ ନିଜର, ଅନ୍ୟ କାହାରି ନୁହେଁ, କି ଅନ୍ୟ କାହା ପାଖରୁ ଆଶା ବି କରନି। ଏ ସଂସାରରେ ଯେବେ ଯାହା ଯେତେବେଳେ ଆଉ ଯେମିତି ତୁମ ପାଖରୁ ଦୂରେଇବାର ଥିବ ନା ସେ ଦୂରେଇ ଯିବ। ସମ୍ପର୍କ ହେଉ ବା ନିଶ୍ୱାସ କିମ୍ବା ସଫଳତା, ସବୁର ସମୟ ପୂର୍ବରୁ ହିଁ ନିଶ୍ଚିତ ହେଇକି ଅଛି। ଆଶ୍ଚର୍ଯ୍ୟର କଥା, ପ୍ରକୃତି ଏସବୁର ଦୋଷ ନିଜେ ନିଏନି। କିଛି ବ୍ୟକ୍ତି ବିଶେଷଙ୍କୁ ବ୍ୟବହାର କରି ତୁମ ପାଖରୁ ସେ ସବୁ କାମ କରେଇ ନିଏ ଯାହା ପୂର୍ବ ନିର୍ଦ୍ଧାରିତ। ଏ ବର୍ଷ ନିଜର ପ୍ରାଥମିକତାକୁ ସ୍ପଷ୍ଟ ରଖ। ସବୁଠୁ ଆଗ ସ୍ୱାସ୍ଥ୍ୟ, ତାପରେ ପରିବାର, ଆଉ ଏମାନଙ୍କ ମଝିରେ ହେଉଛି ଭକ୍ତି, ଯାହା ମନକୁ ସ୍ଥିର ଆଉ ସବୁ ପରିସ୍ଥିତିରେ ପ୍ରସନ୍ନତା ଦେଇଥାଏ। ଏଇ ନୂଆ ବର୍ଷ ତୁମ ପାଇଁ ନୂଆ ଦିଗ, ନୂଆ ବଳ ଆଉ ଗଭୀର ଆଧ୍ୟାତ୍ମିକ ଉନ୍ନତି ନେଇ ଆସୁ। ବାସ୍ ମୋର ଏଇ ପ୍ରାର୍ଥନା। ରାଧେ ରାଧେ।